ଯାଦବ ମାନେ ମହାଯୋଦ୍ଧୀ ଥିଲେ, ଯାହାକୁ ଏ ସାରା ସଂସାର ଡରୁଥିଲା। ତେଣୁ ଏମିତି ଏକ ବଂଶ, ସେ ବଂଶରେ ଜନ୍ମ ହେଇଥିଲେ କଂସ ରାଜା। କଂସ ରାଜା ଯେତେବେଳେ ଜନ୍ମ ନେଲେ ସେତେବେଳେ ମଧ୍ୟ ସମସ୍ତ ରାଜା ମାନେ ଡରୁଥିଲେ। ଖାଲି ରାଜା ମାନେ ଡରୁ ନଥିଲେ, 3 ପୁରର ଲୋକ ତାକୁ ଦେଖି ଡରୁଥିଲେ। ତେଣୁ ସେ ବିନାଶ ହେଇଗଲା। ତା ଫଳରେ ଆଜି ସେ ଜରାସନ୍ଧ 18 ଥର ସେ ମଥୁରାକୁ ଧ୍ୱଂସ କଲା। 18 ଥର ଯାକ ସେ ମଥୁରାପୁରଟାକୁ ଛିନ୍ନ ଭିନ୍ନ କରିଦେଲା। ସେତେବେଳେ ନିଶ୍ଚିତ ତୁମ ମନ ଦୁଃଖ ହେଉଥିବ, ନିଶ୍ଚିତ ମନ କଷ୍ଟ ହେଉଥିବ। ଏଥିରେ ତୁମମାନଙ୍କର ଦୋଷ କ'ଣ ଥିଲା? ଏଥିରେ ତୁମମାନଙ୍କର ତ କିଛି ଦୋଷ ନଥିଲା। ଜରାସନ୍ଧ ତ ତୁମର ଶତ୍ରୁ ନୁହେଁ, କି ତୁମେ ମଧ୍ୟ ଜରାସନ୍ଧଙ୍କର ଶତ୍ରୁ ନୁହଁ। କେବଳ ଶତ୍ରୁ ଥିଲି ମୁଁ। କାରଣ କଂସ ରାଜାଙ୍କୁ ମାରିବାର ଦୋଷ ଲଦି ଦିଆଯାଇଥିଲା ମୋ ଉପରେ। କଂସ ରାଜାଙ୍କୁ ମୁଁ ମାରିଛି ବୋଲି ଜରାସନ୍ଧ ଜାଣିଛି, ଏବଂ କଂସ ରାଜାଙ୍କର ପୁତ୍ର ହଂସ ଡିମ୍ବକୁ ମଧ୍ୟ ମୁଁ ମାରିଛି ବୋଲି ସେ ଜାଣିଛି। 8 ମଲ୍ଲଙ୍କର ପୁତ୍ରମାନେ ମରିଛନ୍ତି, ସେମାନଙ୍କୁ ମୁଁ ମାରିଛି ବୋଲି କେବଳ ଜରାସନ୍ଧ ଜାଣିଛି। ଆଉ ସେଇଥିପାଇଁ ଜରାସନ୍ଧ ସମସ୍ତ ରାଜାମାନଙ୍କୁ ଏକତ୍ର କରି ଆଜି ମୋ ସହିତ ଯୁଦ୍ଧ କରିବା ପାଇଁ ଆସୁଛି। କିନ୍ତୁ ମୋତେ ଯେତେବେଳେ ନ ପାଉଛି, ସେତେବେଳେ ମଥୁରାପୁରଟାକୁ ଛିନ୍ନ ଭିନ୍ନ କରି ଚାଲି ଯାଉଛି, ଧ୍ୱଂସ ବିଧ୍ୱଂସ କରି ଚାଲି ଯାଉଛି। ସେତେବେଳେ ତୁମମାନଙ୍କୁ କେତେ କଷ୍ଟ ହେଉଛି, କେତେ କଷ୍ଟ ହେଉଥିବ ତା ମୁଁ ଅନୁଭବ କରିଛି। ତେଣୁ ଉଗ୍ରସେନକୁ ପଚାରୁଛନ୍ତି ସବୁ କଥା, ଯେ ତୁମର ଏ ଜାଗାରେ ରହିବା ପରେ, ଏ କୁଶସ୍ଥଳୀପୁରରେ ରହିବା ପରେ ତୁମର କ'ଣ ମନ ଦୁଃଖ ହେଉଛି, ନା ତୁମର ମନେ ପଡ଼ୁଛି ସେ ମଥୁରାପୁରର କଥା? ତେଣୁ ଆଉ କ'ଣ କହୁଛନ୍ତି ପ୍ରଭୁ? ରାଜ ଉପାଡ଼ି କଟକ ଗୋଟି ଦେଲା ଭାଜି, ପୁଣି ବାଇବ ବଲିଣ ସଦା ଥାଏ ବୁଝି। ପୁଣି ବାହିବ ବଲିଣ ସଦା ଥାଏ ବୁଝି, ପୁଣି ବାହିବ ବଲିଣ ସଦା ଥାଏ ବୁଝି। କେତେ ତାହାର ସଙ୍ଗରେ ଦେହ ମରସ, ଅତି ମନ୍ଥନେ ଉପୁଜେ କାଳକୂଟ ବିଷ। ଅତି ମନ୍ଥନେ ଉପୁଜେ କାଳକୂଟ ବିଷ, ଅତି ମନ୍ଥନେ ଉପୁଜେ କାଳକୂଟ ବିଷ। ତେଣୁ ଆଜି ପ୍ରଭୁ ଉଗ୍ରସେନକୁ ବୁଝାଉଛନ୍ତି। ଉଗ୍ରସେନଙ୍କ ସହିତ ଅନାଦୃଷ୍ଟ, ଉଦ୍ଧବ, ସାତ୍ୱକୀ ଆଦି ଯେତେ ଯେତେ ବୀରମାନେ ଅଛନ୍ତି, ସୁରଥ ଆଦି କରି ଯେତେ ବୀର ଅଛନ୍ତି, ବସୁଦେବ, ସମସ୍ତଙ୍କୁ ବୁଝାଉଛନ୍ତି ଯେ ଏ ସବୁ ଦୋଷ କେବଳ ମୋର। ଯଦି ମୁଁ ଭୁଲ କରିଛି ତାହେଲେ ମୁଁ ଦଣ୍ଡ ପାଇବା କଥା। ତୁମମାନଙ୍କୁ ଯେଉଁ ପ୍ରକାର ଦଣ୍ଡ ଦେଲା ସେ ଜରାସନ୍ଧ, ସେଥିରେ ମୋତେ ବହୁତ ଦୁଃଖ ଲାଗୁଛି, ମୋତେ ବହୁତ କଷ୍ଟ ଲାଗୁଛି। ମୋ ପାଇଁ ଆଜି ତୁମେମାନେ ଏ ଘର ସେ ଘର ହେଉଛ। ଆଜି ଏଠୁ ଯାଇ ଆଉ କେଉଁଠି ରହୁଛ? ମଥୁରାପୁରରୁ ଗୋମତ ପର୍ବତ, ଗୋମତ ପର୍ବତରୁ ମଥୁରାପୁର, ମଥୁରାପୁରରୁ ପୁଣି ଦ୍ୱାରକା ଭୂମି। ଆଜି ମୋରି ପାଇଁ କେବଳ ଦୁଃଖ ପାଉଛ, କଷ୍ଟ ପାଉଛ। ନିଜର ଦୋଷକୁ ନିଜେ ମାନି ଯାଉଛନ୍ତି ପ୍ରଭୁ। ସେତେବେଳେ ଉଗ୍ରସେନ କ'ଣ କହୁଛନ୍ତି? ପ୍ରଭୁଙ୍କର ପ୍ରକୃତରେ ଦୋଷ ନା ଏସବୁ ପ୍ରକୃତିର ନିୟମ?